ଠିପିବନ୍ଦ ମଦ କାଉଣ୍ଟର ନା ଖୋଲା ବାର୍? ଜୟ ଜଗନ୍ନାଥ ବନ୍ଧୁମାନେ, ଉପାନ୍ତ ଓଡ଼ିଶାରେ ଆପଣମାନଙ୍କୁ ସ୍ୱାଗତ। ଖଣି ରାଜସ୍ୱକୁ ଛାଡ଼ିଦେଲେ ରାଜ୍ୟ ସରକାରଙ୍କୁ ସବୁଠାରୁ ଅଧିକ ରାଜସ୍ୱ ଅବକାରୀ ବିଭାଗରୁ ହିଁ ମିଳୁଛି। ତେଣୁ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁ ସ୍ଥାନରେ ସରକାରୀ ବିଦେଶୀ ମଦ କାଉଣ୍ଟର ସବୁ ଦେଖିବାକୁ ମିଳେ। ତେବେ ସରକାରୀ ନିୟମ ଅନୁସାରେ ଠିପିବନ୍ଦ ମଦ କାଉଣ୍ଟର ସମ୍ମୁଖରେ ମଦ୍ୟପାନ କରିବା ନିଷେଧ। ମାତ୍ର କେନ୍ଦୁଝର ଜିଲ୍ଲା ଖଣି ସହର ଯୋଡ଼ା ବଡ଼ବିଲ ଅଞ୍ଚଳରେ ବିଭିନ୍ନ ଗଳିକନ୍ଦିରେ ସରକାରୀ ମଦ କାଉଣ୍ଟର ସବୁ ଦେଖିବାକୁ ମିଳେ। ତେବେ ଯୋଡ଼ା ବଡ଼ବିଲ ଅଞ୍ଚଳରେ ଥିବା କେତେକ ମଦ କାଉଣ୍ଟର ଖୋଲାଖୋଲି ଭାବେ ସରକାରୀ ନିୟମକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ଏଠାରେ ଥିବା କେତେକ ଠିପିବନ୍ଦ ମଦ କାଉଣ୍ଟର ସମ୍ମୁଖରେ ଖୋଲାଖୋଲି ଭାବେ ମଦ୍ୟପାନ କରାଯାଉଥିବା ବେଳେ ମଦ କାଉଣ୍ଟରଗୁଡ଼ିକ ଖୋଲା ବାର୍ରେ ପରିଣତ ହୋଇଛି। କେତେକ ମଦ କାଉଣ୍ଟର ସମ୍ମୁଖରେ ମଦ୍ୟପାନ ନିମନ୍ତେ ପ୍ଲାଷ୍ଟିକ୍ ଗ୍ଲାସ୍, ପାଣି ବୋତଲ ସମେତ ମଦ୍ୟପାନ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ତେଣୁ ମଦ୍ୟପମାନେ କାଉଣ୍ଟରରୁ ମଦ କିଣି କାଉଣ୍ଟର ସମ୍ମୁଖରେ ଥିବା ଦୋକାନରୁ ଗ୍ଲାସ୍ ଓ ପାଣି ବୋତଲ କିଣି କାଉଣ୍ଟର ସମ୍ମୁଖରେ ହିଁ ମଦ୍ୟପାନ କରୁଥିବା ଦେଖିବାକୁ ମିଳୁଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ବାତାବରଣ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ତେଣୁ ସ୍ଥାନୀୟ ପ୍ରଶାସନ ଓ ଅବକାରୀ ବିଭାଗ ସେଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।